ସମସ୍ତଙ୍କର କିଛି ନା କିଛି ଅନୁଭୂତି ରହିଥାଏ। ସେମିତି ମୋ ଜୀବନରେ ମଧ୍ୟ ଛୋଟ ବଡ଼ ବହୁତ ଅନୁଭୂତି ରହିଛି ଏବଂ ସେଥିମଧ୍ୟରୁ ଗୋଟେ ସୁନ୍ଦର ଅନୁଭୂତି ଯାହା ସମସ୍ତଙ୍କର ମଧ୍ୟ ଖୁବ୍ ଶିକ୍ଷଣୀୟ। ସେଇଭଳି ଗୋଟେ ଅନୁଭୂତି MAରେ କ୍ଲାସ୍ ଚାଲିଥାଏ। ସେହି ସମୟରେ ମୋତେ ଗୁରୁ ପୂର୍ଣ୍ଣିମା ବିଷୟରେ ଜଣା ନଥିଲା। ତେଣୁକରି ମୁଁ ସାର୍ଙ୍କୁ ହଠାତ୍ ଠିଆ ହେଲି ଏବଂ ଆମର ପ୍ରଫେସରଙ୍କୁ ମୁଁ ପଚାରିବାକୁ ଲାଗିଲି ଯେ ସାର୍ ଗୁରୁ ଦିବସ ଏବଂ ଗୁରୁ ପୂର୍ଣ୍ଣିମା ଭିତରେ କ'ଣ ପ୍ରଭେଦ, କ'ଣ ତଫାତ୍ ସେଥିରେ? ତ ସାର୍ କିଛି କହିଲେନି। ହଠାତ୍ ମୋ କଥା ଶୁଣି ସବୁ କ୍ଲାସ୍ରେ ଯେତେ ପିଲା ଥିଲେ ସମସ୍ତେ ହସିବାକୁ ଲାଗିଲେ। ଆଉ ନିହାତି ଭାବରେ ମୋତେ ଟିକେ ଲାଜ ଲାଗିଲା, ମୁଣ୍ଡ ଟିକେ ତଳକୁ ହେଇଗଲା। ମୁଁ ଭାବିଲି ସମସ୍ତଙ୍କୁ ବୋଧହୁଏ ଜଣାଅଛି ମୁଁ ଗୋଟିଏ ମୂର୍ଖ ଏଠି ଯିଏକି ଗୁରୁ ପୂର୍ଣ୍ଣିମା ଏବଂ ଗୁରୁ ଦିବସ ଭିତରେ ପ୍ରଭେଦ ଜାଣିନି। ସମସ୍ତଙ୍କୁ ହସିବା ଦେଖି ମୁଁ ନିଜକୁ ଛୋଟ ମନେ କଲି ସିନା, କିନ୍ତୁ ସାର୍ ସାଙ୍ଗେ ସାଙ୍ଗେ ତାର ଆନ୍ସର୍ ଦେଲେ। କହିଲେ ଗୁରୁ ଦିବସ ହେଉଛି ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କର ଜନ୍ମଦିନକୁ ଗୁରୁ ଦିବସ ବା ଟିଚର୍ସ ଡେ ଭାବରେ ଆମେ ପାଳନ କରୁ ଏବଂ ବ୍ୟାସଦେବଙ୍କର ମହର୍ଷି ବ୍ୟାସଦେବଙ୍କର ଜନ୍ମଦିବସକୁ ଆମେ ଆଷାଢ଼ ପୂର୍ଣ୍ଣିମା ତିଥିରେ ପଡ଼େ ଏବଂ ତାକୁ ବ୍ୟାସ ପୂର୍ଣ୍ଣିମା କିମ୍ବା ଗୁରୁ ପୂର୍ଣ୍ଣିମା ହିସାବରେ ପାଳନ କରୁ। ଦୁଇଟା ଯାକର ପ୍ରଭେଦ ଏତିକି। ପୁରାତନ କାଳରୁ ତାହା ଚାଲି ଆସିଛି। ଟିଚର୍ସ ଡେ ଏବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ସେଇ ଜନ୍ମଦିନକୁ ପାଳନ କରାଯାଉଛି। ତେଣୁକରି ଏତିକି ଶୁଣି ମୁଁ ମୋର ଆନ୍ସର୍ ସିନା ପାଇଗଲି, କିନ୍ତୁ ମୋତେ ଲାଗିଲା ଏଇ ଟୋଟାଲ୍ କ୍ଲାସ୍ ଭିତରେ ମୁଁ ହିଁ ଅଜ୍ଞ ଥିଲି। ହଠାତ୍ ଆନ୍ସର୍ ଦେଇସାରିବା ପରେ ସାର୍ ପଚାରିଲେ ଯଦି ତମମାନଙ୍କୁ ଜଣାଥିଲା ତାହେଲେ ତମେ କିଏ ଠିଆ ହେଇକି କହିପାରିଥାନ୍ତ, ହସିବାର କ'ଣ କାମ ଥିଲା? କେହି କିଛି କହିଲେନି, ସମସ୍ତେ ନିରୁତ୍ତର। ତାପରେ ସାର୍ କହିଲେ କୌଣସି ବି ଜିନିଷ ହେୟ ଜ୍ଞାନ ମନେ କରିବା ଉଚିତ ନୁହେଁ। ତେଣୁକରି ତ ଭାଗବତରେ ଲେଖା ଅଛି ଅବଧୂତଙ୍କର 24 ଗୁରୁଙ୍କ ବିଷୟରେ। ପିମ୍ପୁଡ଼ି ଠାରୁ ମଧ୍ୟ ସେ କ'ଣ ଶିଖିଥିଲେ ତାହା ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଆକାଶ ଠାରୁ, ବାୟୁ ଠାରୁ, ଅଗ୍ନି ଠାରୁ, ସାପ ଠାରୁ ସେ କ'ଣ କ'ଣ ସମସ୍ତଙ୍କ ଠାରୁ ଶିକ୍ଷା କରିଥିଲେ, ତାଠୁ ନିହାତି ଆମର ବହୁତ ଶିଖିବାର ଆବଶ୍ୟକତା ଅଛି। ସେଇଭଳି ଭାବରେ ହେଇପାରେ ସମସ୍ତଙ୍କୁ ସବୁ କଥା ଜଣା ନଥାଏ। ଯଦି କେହି ଜଣେ ପଚାରୁଛି ତାହେଲେ ତାକୁ ହସରେ ନ ଉଡ଼େଇ ଯଦି ଜାଣିଛନ୍ତି ତାକୁ ଜଣାନ୍ତୁ, ଯଦି ଜାଣିନାହାନ୍ତି ଆଉ କାହାକୁ ପଚାରି ବୁଝନ୍ତୁ, କିନ୍ତୁ ଶିଖନ୍ତୁ। ଜୀବନ କ୍ଷଣସ୍ଥାୟୀ, କେତେବେଳେ ଏଇ ଜୀବନ ଅଛି ଆଉ ଚାଲିଯିବ ଠିକଣା ନାହିଁ। ତେଣୁକରି ପ୍ରତିଟି ଫର୍ଦ୍ଦ, ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ନୂଆ ଶିକ୍ଷା ଆଣିଦିଏ ଏବଂ ତାକୁ ଗ୍ରହଣ କରିବା ନିହାତି ବୁଦ୍ଧିମତାର ପରିଚୟ। ତେଣୁକରି ଆଶା କରୁଛି ସମସ୍ତେ ମଧ୍ୟ ଏଇଭଳି କିଛି ନା କିଛି ଫେସ୍ କରିଥିବେ। ମୁଁ ମଧ୍ୟ ମୋ ଲାଇଫ୍ରେ ଫେସ୍ କରିଥିଲି, ଯାହା ଆପଣଙ୍କୁ ମୁଁ ଜଣେଇଲି। ଆଉ ସେବେଠୁ ମୋତେ କାହିଁକି ଲାଗେ ଗୋଟେ ଛୋଟ ଛୁଆଟେ ହେଉନା କାହିଁକି ତାଠୁ ବି ଶିଖିବାର ଅଛି, ଆଉ ମୁଁ ଶିଖେ।